गुड मॉर्निंग फ्रेंड्स, वेलकम टू माय व्लॉग्स। जय जगन्नाथ। ଏବେ ଟାଇମ୍ ହେଇଛି 5:30 ଆଉ ଆମେମାନେ ଅଲରେଡ଼ି ସେଟ୍ ହେଇକି ରେଡ଼ି ହେଇକି ବାହାରି ଗଲୁଣି ଆମ ନେକ୍ସଟ ଲୋକେସନକୁ। ଆଜିର ସକାଳ ଆମ ପାଇଁ ବହୁତ ହି ସ୍ପେଶାଲ। ବାଏ ବାଏ ବାଲେଶ୍ୱର। ଆଉ କ'ଣ କହିବ ବାଲେଶ୍ୱର ବିଷୟରେ? ବହୁତ ଏନ୍ଜୟ କଲୁ, ମସ୍ତି କଲୁ। ଯାହା ହଉ 3 ଦିନର ଯାତ୍ରା ଆମର ବହୁତ ଭଲ ଭାବରେ କଟିଲା, ବହୁତ ଭଲ ଲାଗିଲା। ଆପଣମାନେ କହିବେ କି ଆପଣମାନଙ୍କୁ କେମିତି ଲାଗିଲା? ଆମେ ଯାହା ଯେମିତି ପ୍ଲାନ୍ କରିଥିଲୁ ସେଇ ହିସାବରେ ତ ବହୁତ ବଢ଼ିଆ ସେ ଆମେ ଏନ୍ଜୟ ବି କଲୁ। ସବୁ ସେଇ ଭଗବାନଙ୍କର ଇଚ୍ଛା ହିଁ। ଏବେ ଆମେ ନେକ୍ସଟ ଯାଉଛୁ ଭଦ୍ରକ। ଯେହେତୁ ସଡ଼ନ୍ ପ୍ଲାନ୍ ହେଲା ତ ଆମେ ସଡ଼ନଲି ଆମେ ଏସି ବସ୍ ଧରିକି ଯାଉଛୁ। ହଁ, ଏଇଠି ତ ଗୋଟେ କଥା କହିବି, ଆମେ କିନ୍ତୁ ବାଲେଶ୍ୱରକୁ ବହୁତ ମିସ୍ କରିବୁ। କାହିଁକି ଯେ ବାଲେଶ୍ୱର କିନ୍ତୁ ଆମମାନଙ୍କ ପାଇଁ ବହୁତ ସାରା ମେମୋରିଜ୍ ଦେଇଦେଇଛି। କିନ୍ତୁ ଆମେ ବହୁତ ଏକ୍ସାଇଟେଡ୍ ବି ଅଛୁ, ଯେହେତୁ ଆମେ ବାଲେଶ୍ୱର ଆସିଛୁ କାହିଁକି ବା ଭଦ୍ରକ ନ ଯିବୁ, ଭଦ୍ରକାଳୀଙ୍କୁ ବି ଟିକେ ଦର୍ଶନ ହେଇଯିବ। ସେଥିପାଇଁ ଆମେ ଏଇଠି ବାହାରି ପଡ଼ୁଛୁ ଭଦ୍ରକ। ସୋ ଆମେ ଦେଖନ୍ତୁ ପହଞ୍ଚି ଯାଇଛୁ ଆଖଣ୍ଡଳମଣିରେ। ପ୍ରଥମ ଲୋକେସନ୍ ଆଜି ସକାଳର ବାବା ଆରଡ଼ି। ତ ଆପଣମାନେ ତ ନିହାତି ଆସିଥିବେ, କିନ୍ତୁ ଆପଣମାନଙ୍କୁ ସମସ୍ତଙ୍କୁ ରିକ୍ୱେଷ୍ଟ କରିବି ଲାଷ୍ଟ ପର୍ଯ୍ୟନ୍ତ ଏଇ ଭିଡ଼ିଓଟିକୁ ଦେଖନ୍ତୁ। ଆଉ ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ ନିହାତି ଭାବରେ ଆପଣମାନଙ୍କର ଫିଡ଼ବ୍ୟାକ୍ ଦେବେ, କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ବିଲକୁଲ ବି ଭୁଲିବେନି ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ। ଆଉ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତ ଆପଣମାନେ ଫଟାଫଟ ଯାଇକି ସବସ୍କ୍ରାଇବ୍ କରିନିଅନ୍ତୁ ଆଉ ତଳେ ଥିବା ବେଲ୍ ଆଇକନ୍କୁ ଦାବି ଦିଅନ୍ତୁ, ତାକି ନୂଆ ଭିଡ଼ିଓ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ଆଉ ଏଇଠି ଆପଣମାନଙ୍କୁ ଗୋଟେ ସତ କଥା କହି ରଖୁଛି, କାହିଁ କେତେ ବର୍ଷ ପରେ ମୁଁ ଆସୁଛି ବାବା ଆରଡ଼ିଙ୍କ ପାଖକୁ। ଆମେ ଯେହେତୁ ଏତେ ସୁନ୍ଦର ସବୁକିଛି ପ୍ଲାନ୍ କଲୁ, କାହିଁକି ଆମେ ଏଇ ଦୁଇଟା ଜାଗାକୁ ଛାଡ଼ିବୁ, ସେଥିପାଇଁ ଆମେ ପ୍ଲାନ୍ ଆଉଟ୍ କରିକି ଆଜି ପହଞ୍ଚିଗଲୁ। ସତ କଥା ହେଲା ମୁଁ ପୁରା ଭୁଲି ହିଁ ଯାଇଥିଲି ୟାର ସବୁ ଜାଗା ଗୁଡ଼ା। ସେତେବେଳେ ଆକ୍ଚୁଆଲି ଏତେ ଡେଭଲପ୍ ବି ହେଇନଥିଲା, ଏବେ ଏତେ ସାରା ଦୋକାନ ହେଇଗଲାଣି। ଆଉ ଏଇ ଗଳି ବିଷୟରେ କ'ଣ କହିବି, ଏତେ ଅପରିଷ୍କାର, ମାନେ ମୁଁ ତାକୁ କହି ହିଁ ପାରୁନି। ଆପଣମାନେ ଦେଖିକି ଜାଣିପାରୁଥିବେ। ଓହୋ, ମାନେ ଏଇଟା ଆଟଲିଷ୍ଟ ସେମାନେ ଯଦି ଟିକେ ଜଗନ୍ତେ ତାହେଲେ ଟିକେ ଭଲ ଲାଗନ୍ତା। ଆପଣଙ୍କୁ ତ ବହୁତ ବାଟ ଟିକେ ଚାଲି ଚାଲି ଯିବା ପାଇଁ ପଡ଼ିବ। ଆଉ ଏଇଠି ଆମର ଫାଇନାଲି ଆସିଯାଇଛି ମନ୍ଦିର ବାବା ଆରଡ଼ିଙ୍କର। ସତରେ ଆମେ ସେତେବେଳେ ପୁରା ମନ୍ଦିରକୁ ପୁରା ପାଖରୁ ଯାଉଥିଲୁ। ଏତେ ମାତ୍ରାରେ ଆକ୍ଚୁଆଲି ଡେଭଲପ୍ ହେଇ ହିଁ ନଥିଲା, ଏବେ ବହୁତ ସାରା ଡେଭଲପ୍ ହେଇଗଲାଣି। ମାନେ ପୁରା ବାହାର ଜାଗାମାନଙ୍କରେ ଯେମିତି ପୁରା କରାଯାଏ, ଏବେ ପୁରା ସେମିତି ହେଇଗଲାଣି। ତ ଏଇଠି ଦେଖନ୍ତୁ, ଦେଖିକି ଜାଣିପାରୁଥିବେ ଏଗୁଡ଼ା ସବୁ ୱାଲ୍ ଗୁଡ଼ା ପେଣ୍ଟ ହେଇଛି। ଆଉ ମନ୍ଦିର ପରିସର ବି ବହୁତ ମାତ୍ରାରେ ସୁନ୍ଦର। ଆଉ ଏଇଠି ଦେଖନ୍ତୁ ଆମେ ଏବେ ଭିତରକୁ ଯାଉଛୁ। ଭିତରେ ଆଇ ଥିଙ୍କ ଫୋନ୍ ତ ଆଲାଉ ନାହିଁ, ତ ଦେଖାଯାଉ କେମିତି କ'ଣ ଦର୍ଶନ ହେଉଛି। ଆଉ ଏଇଟା ହେଲା ତାଙ୍କର ପ୍ରବେଶ ଦ୍ୱାର, ଆଉ ଏପଟେ ତାଙ୍କର ପାଣି ଅଣାଯାଏ। ଏପଟେ ଆମେ ଯିବା, ଏପଟେ ତାଙ୍କର ଦୀପ ଲଗା ହେଉଛି, ବଟ୍ ଏଇଟା ତାଙ୍କର ପ୍ରବେଶ ଦ୍ୱାର। ଏଇଠି ଆମେ ଏବେ ଭିତରକୁ ଏଣ୍ଟ୍ରି କରିଛୁ। ଆଉ ଏଇଠି ସମସ୍ତେ ଏବେ ଲାଇନ୍ରେ ହିଁ ଅଛନ୍ତି, ତ ଆମେମାନେ ହିଁ ଲାଇନ୍ରେ ଲାଗିବୁ। 2ଟା ଲାଇନ୍, ଫିମେଲ୍ମାନଙ୍କ ପାଇଁ ଫର୍ଷ୍ଟ ଆଉ ମେଲ୍ମାନଙ୍କ ପାଇଁ ଏଇଟା। ଆମମାନେ ପୁରା ଫୁଲ୍ ଏକ୍ସାଇଟେଡ଼୍ ଅଛୁ। ଠାକୁରଙ୍କୁ ଯେମିତି ବହୁତ ବଢ଼ିଆ ସେ ଦର୍ଶନ କରିଦେଉ। ଜୟ ବାବା ଆରଡ଼ି। ଏତେ ମାତ୍ରାରେ ତ ଭିଡ଼ କହିବେନି, ବଟ୍ ଆମର ଦର୍ଶନ କିନ୍ତୁ ବହୁତ ବଢ଼ିଆ ଭାବେ ହେଇଥିଲା। ତ କୁହନ୍ତୁ ନା, କେଉଁ ମାନେ ଆସିଛନ୍ତି ଆରଡ଼ିକୁ, ଆଉ କେଉଁ ମାନେ ପ୍ଲାନ୍ ଆଉଟ୍ କରୁଛନ୍ତି ଆସିବେ ବୋଲି ଆରଡ଼ି ମନ୍ଦିର। ତ ଏଇଠି ଆମେ ଦର୍ଶନ କରିକି ବାହାରକୁ ପଳେଇ ଆସୁ। ବହୁତ ଚେଷ୍ଟା କଲା ପରେ ଆମେ କୌଣସି ବି ଫଟୋ ନେଇପାରିଲୁ ନାହିଁ। ଆଉ ଏମିତିରେ ବି ସେମାନେ ପୁରା ତାର ଟାଇପ୍ର ଲଗାଇ ଦେଇଛନ୍ତି, ଆଉ ଭିତରେ ବାବା ଅଛନ୍ତି, ଆଉ ଭିତରକୁ ସେମାନେ ଛାଡ଼ୁ ହିଁ ନାହାନ୍ତି। ଆପଣ ଯାହା ବି ଦେଖିବେ ସବୁ ବାହାରୁ ହିଁ ଦେଖିବେ। ଆଉ ଏଇଠି ବାହାରେ ସବୁ ମନ୍ଦିର ପରିସର ଯେମିତି ଲାଗିଥାଏ ବିଗ୍ରହଙ୍କ ମୂର୍ତ୍ତି, ଏଇଠି ସବୁ ସ୍ଥାପିତ ହୋଇଛନ୍ତି ମୂର୍ତ୍ତି। ଏଇଠି ଗୋଟେ ପ୍ଲସ୍ ପଏଣ୍ଟ ହେଲା, ମୂର୍ତ୍ତିଙ୍କୁ କେହି ଟଚ୍ କରିପାରିବେ ନାହିଁ, ସେମାନଙ୍କୁ ସେମାନେ ୱାନ୍ ଟାଇପ୍ ଅଫ୍ ଗୋଟେ କଭର୍ କରିଦେଇଛନ୍ତି। ଏଇଠି ଆମ ନନ୍ଦୀ ମହାରାଜକୁ, ଓହୋ କେତେ ବଡ଼ ନନ୍ଦୀ, ମୋତେ ତ ବହୁତ ମାତ୍ରାରେ ଭଲ ଲାଗିଲେ। ଡାକ ଶୁଣନ୍ତୁ କି ନ ଶୁଣନ୍ତୁ, ଆମେ ଯେହେତୁ ମଣିଷ ତ ନିହାତି ଆମର ଗୁଡ଼ାଏ ସାରା ତ ଆମର ଥାଏ କଥା ପ୍ରଭୁଙ୍କ ସହିତ। ତ ମୋର ଯାହା ବି କିଛି କଥା ଥିଲା ଏଇଠି ମୁଁ କହିଦେଇଛି। ତ ଏଇଠି ଦେଖନ୍ତୁ, ଏଇଠି ଯେଉଁ ମୁଣ୍ଡରେ ଯେଉଁ ଲଗାଉଛନ୍ତି ନା, ପୁରା ପଇସା ସେମାନେ ଲୁଟୁଛନ୍ତି। ଯେତେବେଳେ ଆମେ ତାଙ୍କୁ ପଚାରିଥିଲୁ କେତେ ଟଙ୍କା ନେଉଛନ୍ତି, ସିଏ କହିଲେ କି ଆମର 10 ଟଙ୍କାଠୁ ନେଇକି ପୁରା ଅଛି 200 ଟଙ୍କା ପର୍ଯ୍ୟନ୍ତ ବି ଅଛି। ଆଉ ଏସବୁ ତ ଏବେ ଗୋଟେ ଟ୍ରେଣ୍ଡି ଟାଇପ୍ର ହେଇଗଲାଣି। ଏବେ ଭାବନ୍ତୁ ଆପଣମାନେ କେଦାରନାଥ ଯିବେ, ତ କେଦାରନାଥରେ ଏଇଟା ଗୋଟେ ନର୍ମାଲ୍ ଜିନିଷ। ତ ସେମିତି ଆମ ଓଡ଼ିଶାରେ ଏଇସବୁ ଜିନିଷଟାକୁ ସେମାନେ ଧୀରେ ଧୀରେ ଡେଭଲପ୍ କରୁଛନ୍ତି, ବଟ୍ ଆମେମାନେ କିନ୍ତୁ କରିନଥିଲୁ। ଯେଉଁମାନେ ଲୋକାଲ୍ ଲୋକ ଯେଉଁମାନେ ଆସିଛନ୍ତି ବାସ୍ ବୁଲିକି ସେମାନେ ପଳେଇବେ, ସେମାନଙ୍କ ପାଇଁ ଠିକ୍ ଅଛି, ବଟ୍ ଆମମାନଙ୍କୁ ତ ଜର୍ଣ୍ଣି କରିବାର ଅଛି, ତ ଆମମାନେ ଏଇଠି କରିନଥିଲୁ। ତ ଏଇଠି ଦେଖନ୍ତୁ ପୁରା ମନ୍ଦିର ଚାରିପଟେ ମୁଁ ଆପଣମାନଙ୍କୁ ପୁରାପୁରି ଦେଖେଇଥିଲି। ମନ୍ଦିର ଭିତର ଗୁଡ଼ା ଆକ୍ଚୁଆଲି ବି ନିଟ୍ ଆଣ୍ଡ କ୍ଲିନ୍, ବହୁତ ମାତ୍ରାରେ ଆମମାନଙ୍କୁ ଭଲ ଲାଗିଥିଲା। ଆଉ ଏଇଠି ଆମେ ଦୀପ ଜାଳିବା ପାଇଁ ଯେମିତି କହିଲେ, ଆପଣ ଯେଉଁ ପଟେ ପ୍ରବେଶ କରିଥିଲେ ନା, ଆପଣଙ୍କୁ ସେଇ ପଟେ ହିଁ ଯିବା ପାଇଁ ପଡ଼ିବ। ମାନେ ତା'ର ଅପୋଜିଟ୍ ଡିରେକ୍ସନ୍ରେ ଏଇପଟେ ଯେଉଁ ଲୋକ ଯାଉଛନ୍ତି ଆପଣଙ୍କୁ ସେଇପଟେ ଯିବା ପାଇଁ ପଡ଼ିବ। ସେଇପଟେ ବି ଆପଣଙ୍କୁ ଭୋଗ ଦୋକାନ ପୁରା ଲାଇନ୍ରେ ସେମାନେ ବସିଛନ୍ତି। କିଛି କିଛି ଠାକୁରଙ୍କର ଫଟୋ ବି ଆପଣ ଚାହିଁଲେ ସେଠୁ ନେଇ ବି ପାରିବେ।
आउ दीपर स्टैंड भी सेठी अछि। तो आमको फाइनाली जगहटी भल लगी नॉर्मली थाए बहुत वर्ष पर आसला पर आम बहुत किसी जिन भूली जाता है जो आसी था कि जिनसा देखला आमको बहुत खुशी लगी था। आईटी भी कह एत मात्रा तो भिड़ ना तो आम को किसी कौन प्रकार किसी असुविधा नाला पाग एमती भी बहुत मात्रा भल भी था। ये आम दीप लगे देचु आईटी मुझे देखी दूची एठी भी से बसी थे जो मुंडरे जमी कहले आप टीका लगेवाई ये दीप विषण बनुचे ये आमर नंदी भी आप देखिपारे आक्चुअली यही जो से ऊपर जो बसी ना से जगह से माल फल गुंथुंट ये पूरा पोखरीटा से पोखरीटा पूरा नष्ट हो जाए एगेन आप देखु ये भी कंस्ट्रक्शन काम चली भी यहाँ को आहरी डेवलपमेंट करेंगे। एठी गोटे कथा मु निहाती भाव में कहबी समस्ते जानी बाबा अखंडलमणि केते मात्रा रे प्रत्यक्ष जो माने भी तांको हृदय रु डाकी जहाँ भी समस्त किसी मनस्कामना रही बाबा निहाती भाव में से मनस्कामना को पूरण करिसेंती आम हेलु तार प्रत्यक्ष भुक्तभोगी आम सहित भी एमती होता आम आसी भोग करके जाइलो एटा मोर आरडीर एटा सेकेंड टाइम बहुत ही गोटे बढ़िया भाइब्स मिलूँ आज मंदिर आसिकी आईटी देखो मंदिर 2024 किसी न्यू रूल्स लागू हो जमीक मनीष मंदिर भितर को फोन अलाउ ना आ भितर को आप जाकि प्रभु को दर्शन करें श्रावणी महादेव को ऊपर जदि आप जल लगे 20 टंका देवाई पड़ो पॉलिथिन को बैन कर मंदिर परिसर भितर आपण भोग किंबा दीप लगे पारे ना निशाशक्त अवस्था आप मंदिर भितर को आसिले आपण मान गोटे कार्यानुष्ठान नि सब विषय आज बहुत दिन पर आज आखंडलमणि आसलु कहीं 12 वर्ष पर आपन तो एठिकर डेली लोक कौन कहिबे बाबांकर महिमा विषय रे दुई तीन पुरुष हो गला महाप्रभु माने पूजा अर्चना करते आम बापू को सब आम प्रभु को विश्वास रखु लोक मानकर जो मनस्कामना पूर्ण करा जाए फूल पकाती बड़ भोग करते नाग चढ़ाती महाप्रभुंर जो विष पानी हो जाए लोकंर गोटे विश्वास थाए से विश्वास विष पाने आम आखंडलमणिकर अमृत पानी हूँ कुंड पादुक एमतीक आपण प्रसाद खाइले पाटी स्वादा खाती घर्षण खाइले पाटी स्वादिया खाती आमर महाप्रभुंर अमृत कुंड जोटा कुंड जल साप कामुड़ा टीवी चकमा कष्ट जेकोसी रोग व्याधि हरण हो जाए एमतीक तीन पुरुष लोक विश्वास करके आसती महाप्रभुंर एमती पूजा अर्चना करती महाप्रभु आप महाप्रभु जाकि आपण पाखरे भी स्पर्श हो पारे विश्वास पूजा अर्चना करें भगवान आखंडलमणि स्वयं आपण पाखरे भी जाकि आपण को दर्शन दे पारे विश्वास हूँ बड़ जिनस आ महाप्रभुंर नीति गति 5 धूप हुए महाप्रभुंर बड़ सिंगार वेश हुए महाप्रभु जोगी वेश हुए महाप्रभु लंगड़ा वेश हुए नीति हुए पहड़िका हुए संध्या आलती हुए बाटुला भोग हुए जो महाप्रभुंर 5 धूप रही 5 धूपर महाप्रभुंर विशिष्ट खाद्य रही से खाद्य महाप्रभुंर दिव्य खाद्य से भोजन महाप्रभु कले रोग व्याधि मोचन हुए एत भौणी आम रही माँ सेटा कौन किणाला माँ सेटा कौन निहाला कौन एटा माँ एटा कौन एटा कौनटा भोग निहाला शुक्ला भोग एटा कौन देखा भद्रक बुलाबुली कहीं केते वर्ष पर 12 वर्ष पर से किणा किणी हो चूड़ी पूरा खोजा होता एमती चूड़ी एवं भी बाहरी पड़छ आम नेक्स्ट लोकेशन को किंतु एठी हम देखुं इडली बरा पियाज हमको समस्त अनिचन हे जमा भी खाइबे नहीं खाइबा बिल्कुल भी भल ना आम मैंने नेक्स्ट लोकेशन में खाइबू तो आपण मैंने कहबा आज वीडियो आपण मानको केमती लागला लाइक शेयर कमेंट करबा पई सब्सक्राइब करा पई बिल्कुल भी भूलिबेनी लॉट्स ऑफ लव।